ଜଣ ଭିଡ଼ିଓ ଦେଖିଲେ ବି 50 ଜଣଙ୍କ ତ ହୃଦୟ ତରଳିବ। ମଣିଷ ନା ନାହିଁ ତମେ? ଦର୍ଶକ ମାନେ ଏକୁଟିଆ, ମୋ ଭାଇ ନାହାନ୍ତି, ଭଗବାନ କୁହନ୍ତି। ତମେମାନେ ଏତେ ନିଷ୍ଠୁର। ହ୍ୟାଲୋ, ହାଇ, ଜୟ ଶ୍ରୀ ଜଗନ୍ନାଥ। ଆଇ ହୋପ୍, ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ଆଉ ଗୋଟେ ନୂଆ ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋ ନାଁ ସବିତା, ମୁଁ ବାଙ୍ଗାଲୋରରେ। ଆଉ ଦେଖନ୍ତୁ, ମୁଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ ବନାଉଛି, ବ୍ଲଗ୍ ବନାଉଛି, ଜାଣିଥିବେ। 100 ଜଣ ଭିଡ଼ିଓ ଦେଖିଲେ ବି, ମାନେ 100 ଜଣ ଭିଡ଼ିଓ ଦେଖିଲେ ବି 50 ଜଣଙ୍କ ତ ହୃଦୟ ତରଳିବ। ମଣିଷ ନା ନାହିଁ ତମେ? ଦର୍ଶକ ମାନେ ଗୋଟେ ମା ବାପାକୁ ମୁଁ ଏତେ ସାହାଯ୍ୟ କରିବି ବୋଲି କହୁଛି, ମାନେ ସାମାନ୍ୟ ଭିଡ଼ିଓ ପାଇଁ ବି ଟିକେ ମାନେ ହାତ ଉଠୁନି ସେ ଲୋକଙ୍କୁ। ମାନେ ଭଗବାନ କ'ଣ କହିବି ଆଉ ଆପଣମାନଙ୍କୁ ଭାଇମାନେ। ସାହାଯ୍ୟ କରିବାଟା କ୍ଷତି ନୁହଁ। କିଏ ଯଦି ତମର ଏଇ ଗୋଟେ ସବସ୍କ୍ରାଇବର୍ ପାଇଁ କି କିଛି ଯଦି ତାର ଚୁଲି ଟିକେ ଜଳିବ କି କ'ଣ ହେବ। ମୋ ମା ବାପା ଭୋକରେ ରହୁଛନ୍ତି, ଜାଣିଛନ୍ତି ନା? ଆସିପାରୁଛନ୍ତି ନା ମୁଁ ରଖିପାରୁଛି? ମୋ ପରିସ୍ଥିତି ଏମିତି ହେଲାଣି କି କୁହନ୍ତୁନି। ଘର ପର୍ସନାଲ୍ ପ୍ରୋବ୍ଲେମ୍ ବାହାରକୁ ଆସେନି। ଥରେ ଯଦି ବାହାରକୁ ଆସେ ଦୁନିଆ ଝାମେଲା। ମୁଁ ବାହାରକୁ ଆଣିବାକୁ ଚାହୁଁନି, କିନ୍ତୁ ଏତିକିଟା ଦୟା କରନ୍ତୁ। ମୁଁ ଏକୁଟିଆ, ମୋ ଭାଇ ନାହାନ୍ତି। ମୁଁ ଚାହୁଁଛି ମୋ ମା ବାପାଙ୍କୁ କିଛି ତ ସାହାଯ୍ୟ କରିପାରିବି। ଆପଣମାନେ ସାହାଯ୍ୟ କଲେ ସିନା ମୁଁ ତାଙ୍କୁ ସାହାଯ୍ୟ କରିବି। ଆପଣମାନେ ମୋ ପାଇଁ ଭଗବାନ। ଯଦି 100 ଜଣ ଦେଖିଲେ ବି ଭିଡ଼ିଓ କି 50 ଜଣ ଦେଖିଲେ ଭିଡ଼ିଓ, 20 ଜଣ ତ ସବସ୍କ୍ରାଇବ୍ କରିପାରିବେ, ଭିଡ଼ିଓ ଲାଷ୍ଟ ଯାଏଁ ଦେଖିପାରିବେ। ଏତେ ଆପଣମାନେ ନିଷ୍ଠୁର କେମିତି ହେଉଛନ୍ତି କୁହନ୍ତୁ ତ? ଓଡ଼ିଆକୁ ସାହାଯ୍ୟ କରିବେନି କି ଯେକୌଣସି ଲୋକ ବି? ଦରଦ ବୋଲି ଗୋଟେ ଜିନିଷ ନାହିଁ ଆପଣମାନଙ୍କ ପାଖରେ? ଓହୋ, ମୋ ଭିଡ଼ିଓରେ କ'ଣ କହିଲେ? ମୁଁ ଭିଡ଼ିଓକୁ ଏଡ଼ିଟ୍ କରି ଶିଖିନି। ମୋ ଭିଡ଼ିଓରେ ଦରଦ ନାହିଁ। ମାନେ ମୋ ମା ବାପା ବୋଧେ ମଣିଷ ନୁହନ୍ତି, ମୋତେ ତ କିଛି ଶିଖେଇ ନାହାନ୍ତି। ମୂର୍ଖ ଲୋକ, କ'ଣ କରିବି? ଗରିବ ଘରୁ ଆସିଛି, ମୋବାଇଲଟେ ପାଇଛି ବୋଲି ମୋ ମା ବାପାଙ୍କୁ ସାହାଯ୍ୟ କରିବାକୁ ମୁଁ ବ୍ଲଗ୍ ବନାଉଛି। କିନ୍ତୁ ଆପଣମାନେ ନାରାଜ ହେଉଛନ୍ତି, ମୋତେ ସପୋର୍ଟ କରିବାକୁ ହିଁ ନାରାଜ ହେଉଛନ୍ତି। ଆମ ଘର ଦୁଆର ଦେଖିଛନ୍ତି ଯଦି ଆପଣଙ୍କ ଆଖିରୁ ଲୁହ ବାହାରିଯିବ। କାଲି ପୁଣି କରଞ୍ଜିଆରେ ଏତେ ଲୋକ ଆଘାତ ପାଇଛନ୍ତି। ଘୂର୍ଣ୍ଣିବଳୟ ଆସିଥିଲା, ଘୂର୍ଣ୍ଣିଝଡ଼, ବହୁତ ଲୋକ ଆଘାତ ପାଇଛନ୍ତି। ଆମ ଆଡ଼େ ବି ସୁଦ୍ଧା ହେଇଛି, ମୟୂରଭଞ୍ଜରେ ତ ହେଇଛି ଯାହା ଘାଣ୍ଟି ପକେଇଛି। ପ୍ଲିଜ୍, କିନ୍ତୁ ଆମ ଘର ବାଟେ ସେମିତି ପହଞ୍ଚିଥିଲେ ମୋ ମା ବାପାକୁ ଉଡ଼େଇ ନେଇଯାଆନ୍ତା। ମୋ ବାପା ଯେଉଁ ଭଳିଆ ଏମିତି ହଲୁଛନ୍ତି, ଦୟା କରିକି ଯିଏ ମା ବାପାକୁ ଭଲ ପାଆନ୍ତି, ମୁଁ ସେମିତି କହିବାକୁ ଚାହୁଁନି ଜବରଦସ୍ତି, କିନ୍ତୁ ଦୟାକରିକି ଯେଉଁମାନେ ମା ବାପାକୁ ଭଲ ପାଉଛନ୍ତି, ମୋତେ ଭଉଣୀ ବୋଲି ଭାବିକି ବି, ଝିଅ ଭଉଣୀ ଯାହା ବି ଭାବିକି ମୋ ଭିଡ଼ିଓକୁ ଟିକେ ସେୟାର କରନ୍ତୁ। ମୋ ମା ବାପାକୁ ମୁଁ ବଞ୍ଚେଇକି ରଖିପାରିବି ଯେମିତି। ସତରେ ମୁଁ ରାଣ ଖାଇକି କହୁଛି, ମୋ ମା ବାପା ବହୁତ ହଇରାଣ ହେଉଛନ୍ତି, ବହୁତ ହଇରାଣ ହେଉଛନ୍ତି। ଟିକେ ମୋତେ ସାହାଯ୍ୟ କରନ୍ତୁ, ଏ ଭିଡ଼ିଓ ମାଧ୍ୟମରେ ମୋତେ ସାହାଯ୍ୟ କରନ୍ତୁ। ମୁଁ ପଇସା ମାଗୁନି, କିଛି ଟଙ୍କାଟେ ଆପଣଙ୍କୁ ମାଗୁନି। ମୁଁ କାହାଠୁ ଭବିଷ୍ୟତରେ ମାଗିବି ବି ନାହିଁ। ସେମିତି ଦରକାର ପଡ଼ିପାରିଲେ ବି ମୁଁ ମାଗିବି ନାହିଁ, ହେଲା? କିନ୍ତୁ ମୋତେ ପ୍ଲିଜ୍ ସାହାଯ୍ୟ କରନ୍ତୁ। ଆଉ ମୁଁ କିଛି ଚାହୁଁନି ମୋ ମା ବାପା ପାଇଁ, ଖାସ୍ କରିକି ମୋ ମା ବାପା ପାଇଁ। ମୋ ଜୀବନ ଯଦି ମୋ ମା ବାପା ଆଗ ମରିଯାଇଥାନ୍ତେ ତାହେଲେ ମୋର ଗୋଟେ ଅଲଗା ଚିନ୍ତା, ମୁଁ ସାଙ୍ଗେ ସାଙ୍ଗେ ରାଗିକି ମରିଯାଇପାରିବି। କିନ୍ତୁ ମୋ ମା ବାପା ମରିନାହାନ୍ତି। ଯେତେ ପରିସ୍ଥିତି ଆସିଲେ ବି ମୁଁ କିଛି ଷ୍ଟେପ୍ ନେଇପାରୁନି। ପ୍ଲିଜ୍ ଆପଣମାନେ ଯଦି ସତରେ ଦୟାଳୁ, ମୋ ଭିଡ଼ିଓଟିକୁ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ମୁଁ ଆଉ ଗୋଟେ ଭିଡ଼ିଓରେ ବି ରିକ୍ୱେଷ୍ଟ କରିଥିଲି, ଆପଣମାନେ ମୋ ମା ବାପାଙ୍କୁ ନେଇକି ବହୁତ ହଇରାଣ ହେଉଛନ୍ତି। ପ୍ଲିଜ୍ ମୋତେ ଟିକେ ଭାଇମାନେ, ଓଡ଼ିଶାବାସୀ ଭାଇମାନେ ଯେଉଁଠୁ ଭିଡ଼ିଓ ଦେଖୁଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରନ୍ତୁ। ମୋ ମା ବାପାର ଜୀବନ ଟିକେ ସୁଧାରି ଯାଉ ପ୍ଲିଜ୍। ଆପଣ ଭଲରେ ରୁହନ୍ତୁ। ଆଉ ଗୋଟେ ବ୍ଲଗ୍ରେ, ନୂଆ ବ୍ଲଗ୍ ନେଇକି ଆସିବି। ପ୍ଲିଜ୍ ମୋତେ ସେତିକି ସାହାଯ୍ୟ ମିଳିଥାଉ ଆଶା କରୁଛି।